ରାତିରେ ବିଛଣା ଉପରେ ଗୋଟେ ସ୍ତ୍ରୀକୁ ଶାନ୍ତ କରିବା ପାଇଁ ପୁରୁଷଙ୍କ ଭୂମିକା ବହୁତ ମହତ୍ତ୍ୱପୂର୍ଣ୍ଣ। ଆଜି ମନୋବିଜ୍ଞାନ କହିଥାଏ, ଯଦି ପୁରୁଷ ନିଜ ସ୍ତ୍ରୀ ପାଇଁ ଭଲ ଭାବରେ ସୁନିଶ୍ଚିତ ନିରାପତ୍ତା, ସ୍ନେହ ଓ ଶାରୀରିକ ସ୍ପର୍ଶ ଦେଉଛନ୍ତି, ତେବେ ସ୍ତ୍ରୀ ମନ ଏବଂ ଶରୀର ଦୁହେଁ ଶାନ୍ତ ହୁଏ। ଏହା ତାଙ୍କର କାମବାସନାକୁ ଶାନ୍ତ କରିପାରେ, ଯାହାଦ୍ୱାରା ସେ ଅଧିକ ନିଶ୍ଚିତ ଓ ସନ୍ତୁଷ୍ଟ ଅନୁଭବ କରନ୍ତି। ଏହି ପ୍ରକାର ଭଲ ମାନସିକ ସମ୍ପର୍କ ଦାମ୍ପତ୍ୟ ଜୀବନକୁ ଶକ୍ତିଶାଳୀ ଓ ଗଭୀର କରେ। ମନୋବିଜ୍ଞାନ କହିଥାଏ, ଯେତେବେଳେ ଗୋଟେ ସ୍ତ୍ରୀ ଦିନଭର ଦୈହିକ ଓ ମାନସିକ ଦୁଇ କାମ କରି ଥକିଥାନ୍ତି, ସେତେବେଳେ ବିଛଣା ଉପରେ ଶୋଇଥିବା ସମୟରେ ସେ ଶାରୀରିକ ନୁହେଁ ବରଂ ମାନସିକ ଆରାମ ଆଶା କରନ୍ତି। ଏହି ସମୟରେ ପୁରୁଷ ଯଦି ତାଙ୍କୁ ଏକ ଶାନ୍ତିମୟ ଛୁଆଁ ଦେଉଛନ୍ତି, ହାତ ଧରି ସୋହଲା ଶବ୍ଦ କରୁଛନ୍ତି କିମ୍ବା ଚୁପଚାପ ପାଖରେ ରୁହନ୍ତି, ତେବେ ସେ ଭିତରୁ ନିଶ୍ଚିନ୍ତ ଓ ଭଲ ଅନୁଭବ କରନ୍ତି। ଏହା ତାଙ୍କର ମନର ଭାର ହାଲକା କରେ ଓ ଦାମ୍ପତ୍ୟ ସମ୍ପର୍କକୁ ଅଧିକ ଗଭୀର ଓ ମଜବୁତ କରେ। ମନୋବିଜ୍ଞାନ କହେ, ଗୋଟେ ସ୍ତ୍ରୀ ଯେତେବେଳେ ଅଚାନକ ଶାନ୍ତ ହୋଇଥାନ୍ତି, ତେବେ ସେ କେବଳ ଚୁପ୍ ନୁହେଁ, ସେ ମନରେ କିଛି ଭାର ବୋହୁଛନ୍ତି। ଏହି ପରିସ୍ଥିତିରେ ପୁରୁଷଙ୍କ କାମ ହେଉଛି ତାଙ୍କୁ ପ୍ରଶ୍ନ କରିବା ନୁହେଁ, ବରଂ ତାଙ୍କ ସାଙ୍ଗରେ ଶାନ୍ତ ଭାବରେ ରହି ଏକ ସୁନିଶ୍ଚିତ ବାତାବରଣ ତିଆରି କରିବା। ଯେତେବେଳେ ସେ ଆପଣଙ୍କୁ ବିଶ୍ୱାସ କରିବେ, ସେ ତାଙ୍କ ମନର ଦୁଃଖ କିମ୍ବା ଭାରକୁ ହାଲକା କରିବେ। ଏହି ମୁହୂର୍ତ୍ତଗୁଡ଼ିକୁ ସଠିକ୍ ଭାବରେ ବୁଝିଲେ ସମ୍ପର୍କ ଆଉ ଅଧିକ ଗଭୀର ଓ ଭଲ ପାଇବାରେ ପରିବର୍ତ୍ତନ ହୁଏ।